যদি কালি সত্য প্রমাণিত হয়ে সে চোরি করে নিয়েছেন বলে আপনার ইজ্জত রহব তো চিন্তা করুন এটা জগন্নাথ কথা এটা মোর ব্যক্তিগত কথা নুহ মো ঘর কিছু যায়নি মো পাই কহিনি আজ্ঞা মোর বিনম্রতার সহিত কহ তদন্ত হও মু যদি ভুল করছি মতো বান্ধু ফাঁসি পাইବାକୁ রেডি কিন্তু উল্টি চোরର পাଇକ ପଡ ତମେ ତମେ ଲୁଚିଛ କାହିଁକି ବବି ବାବୁ ମୁଁ ଆପଣଙ୍କୁ ମୋର ଶତ୍ରୁ ନୁହନ୍ତି ଆପଣ ଜଣେ ଜଗନ୍ନାଥ ଭକ୍ତ ହେଇପାରନ୍ତି ଆମ ନିଜ ଲୋକ ଯଦି ପ୍ରଣ ପ୍ରକାଶ ଦାସ ବବି ଦାସ ନିଶ୍ଚୟ ନିଜେ ଆସି କୁହନ୍ତୁ ଯେ ଏଇଟା ପ୍ରକୃତରେ ପଥରଟା କୋଉଠୁ ଆସିଛି ସେ କହ ଯଦି କହନ୍ତି ଆମେ ଏଟା ପୁଲିସ ଆରେ କହିବୁ ନା ଆମେ ଆପଣଙ୍କର କହିବାକୁ ଚାହୁଁନୁ ସେ କହିଲେ ଆମେ ତାଙ୍କୁ କୁହନ୍ତୁ ଆପଣ କୋଉ ଠିକାଦାର ମିଟି ଲଗେଇଥିଲେ କୋଟି କୋଟି ଟଙ୍କା 100 କୋଟି ଟଙ୍କା ଠିକାଦାରୀ ଦେଇକିରି ସେ ତାଙ୍କର ଯେତେବେଳେ ଆଣୁଥିଲେ ପଥର ଏଠିକି 10 ଟ୍ରିପ ଆସୁଥିଲା ମହାପ୍ରଭୁ ପାଖକୁ ସେଥିରେ ଗୋଟେ ଟ୍ରିପ ଆପଣଙ୍କ ପାଖକୁ ଯାଉଥିଲା ଆମେ ତ କହିଲୁ ବବି ଦାସ ତାଙ୍କ କାନ୍ଧରେ ଚୋରି କରି ନେଇଯାଇଛନ୍ତି ସେ ଯୋଉ ଘରଟା ସେଇଟା ସେ ପଥର ତିଆରି ହେଇଛି ବୋଲି ଆମେ ଆଲିଗେସନ ଆଣିଛୁ ଯଦି ଆମେ ମିଛ ଆମକୁ ଦଣ୍ଡ ଦିଆଯାଉ ଯଦି ଆମେ ସତ ସେଟା ପୁଲିସ ଏପର୍ଯ୍ୟନ୍ତ କହିଲାନି ସତ କି ମିଛ ଗୋଟେ ଜିନିଷ ଯେତେବେଳେ ଇନଭେଷ୍ଟିଗେସନ ଚାଲିଛି ଆପଣମାନେ କେମିତି ଏକଥା କହୁଛନ୍ତି ମାନହାନି ହେଇଗଲା ବିନମ୍ରତାର ସହିତ ଆମେ କହିବା କଥା ଯାଜପୁର ଆମର ପୁରୁଣା ରାଜଧାନୀ ଆମର ବହୁତ ସମ୍ମାନ ଯାଜପୁରବାସୀଙ୍କ ପ୍ରତି ଯାଜପୁର ଜିଲ୍ଲା ପ୍ରତି ଲଢୁଆ ଜିଲ୍ଲା ଯାଜପୁରରେ ମା ବିରଜା ଅଛନ୍ତି ଆପଣ ଜାଣିଥାନ୍ତୁ ଯାଜପୁରର ପୂର୍ବ ସମ୍ପର୍କ ହେଲା ଗଲ ଗଲିର ସମ୍ପର୍କ ତାଙ୍କର ସବୁ ସେବାୟତ ମାନେ ମତେ କହିଛନ୍ତି ମା ବିରଜାଙ୍କର ମୁଁ କହିଲି ମା ଆଜ୍ଞା ଗଲ ଗଲିର ସମ୍ପର୍କ କଣ ସେଟା ଭାଇନା ମାନେ ସବୁ କହିଲେ ଯେ ମହାପ୍ରଭୁ ଏପଟେ ସୁବର୍ଣ୍ଣପୁରକୁ ଯାଆନ୍ତି ପାତାଳି ହବା ପାଇଁ ଏବଂ ଯେତେବେଳେ ନଈରେ ଯାଆନ୍ତି ସେତେବେଳେ ମା ପଚାରନ୍ତି କାଳିଆ ସାନ୍ତେ ଗଲ କାଳିଆ ସାନ୍ତେଙ୍କ ପଟୁ ଉତ୍ତର ଆସେ ହଁ ମା ଗଲି ତ ଯାଜପୁର ପୁରୀ ସମ୍ପର୍କ ହେଲା ଗଲ ଗଲି ସମ୍ପର୍କ ବୋଲି ବନ୍ଧୁ ମହାନ୍ତିଙ୍କ ସମ୍ପର୍କ ବୋଲି ପୁରୀରେ ଗୋଟେ ଯାଜପୁରିଆ ଗଳି ଅଛି ଆଉ ସମ୍ବଲପୁରିଆ କି ବଲାଙ୍ଗୀରିଆ କି କଳାହାଣ୍ଡିଆ ମାନେ ମୁଁ କାହା ବିରୁଦ୍ଧରେ କୋଉଠି ଗଳି ନାହିଁ ଏଇଟା ସମ୍ପର୍କ ଆମେ କାହା ବିରୋଧୀ ଲୋକ ନୁହଁ ଆଜ୍ଞା ଆମେ ଗୋଟେ ତଦନ୍ତ ପାଇଁ ଏତଲା ଦେଲୁ ଯେ ବର୍ତ୍ତମାନ ଖଣ୍ଡିଲାଇଟ ପଥର ଚୋରି ହେଇଛି ଏବଂ ଏହାର ତଦନ୍ତ ହଉ ତଦନ୍ତକୁ ସ୍ୱାଗତ କରିବା କଥା ସତ ମିଛ ତଦନ୍ତ ପରେ ଜଣା ପଡିବ ଏଥିରେ ଯୋଡେ ଜିନିଷ କାଲି କରାଗଲା ସମ୍ମାନୀୟ ଯଜାତି କେଶରୀ ଦାସ ଯାହାଙ୍କ ଯିଏ ଅଶୋକ ଭାଇଙ୍କର ଭାଇ ଅଶୋକ ଭାଇଙ୍କୁ ଆମେ ବିଜୁ ପଟ୍ଟନାୟକ ବହୁତ ଭଲ ପାଉ ବଢିଆ ନେତା ସିଏ ମାନେ ବହୁତ ଟପ୍ କ୍ଲାସର ଲିଡର ଥିଲେ ପିଲାମାନେ ସେମିତି ହେଲେ ନାହିଁ କିନ୍ତୁ ଆମର ବିନମ୍ରତାର ସହିତ କହିବା କଥା ଯେ ସାମ୍ବାଦିକ ସମ୍ମିଳନୀରେ ଗୋଟେ ରିସିଟ୍ ଦେଖେଇଲେ ଦେଖନ୍ତୁ ଆମେ ଆପଣଙ୍କ ଆଡେ ଖୋଲିବାକୁ ଚାହୁଁନୁ ଏଟା ସବୁ ପୋଲିସ ଆଡେ ଦେଖେଇବୁ ସେ ରିସିଟ୍ ଯଜାତି କେଶରୀ ଦାସଙ୍କର ଆମେ କଣ ଏପର୍ଯ୍ୟନ୍ତ କହିଲୁଣି ଯେ କଣ୍ଟ୍ରି ୱାର୍ଡ ତାଙ୍କର ଯୋଉ ହୋଟେଲ ଅଛି କଣ୍ଟ୍ରି ୱାର୍ଡ ହୋଟେଲ ସେଥିରେ ସେ ପଥର ରିସିଟ୍ ବୋଲି କଣ ଆମେ ଏପର୍ଯ୍ୟନ୍ତ କହିଲୁଣି ସେଟା ଆମେ ଏପର୍ଯ୍ୟନ୍ତ କହିନାହୁଁ କିନ୍ତୁ ଆମେ ପୁଣି ଦେଖିଲୁ ଆମର କିଛି ଓକିଲ ଭାଇ ଯେଉଁମାନେ ବିଜେଡି ସରକାର ଓକିଲ ଥିଲେ ମୁଁ ତାଙ୍କୁ ନମସ୍କାର କରୁଛି ସିଭିଲ ସୋସାଇଟି ଯାଜପୁର ଆପଣମାନେ ମୋ ନାଁରେ ଗୋଟେ ପାଲଟା କେସ୍ ଦେଇଛନ୍ତି ମତେ ଖୁସି ଲାଗିଲା ମୁଁ ଆଗ ତଦନ୍ତକୁ ସ୍ୱାଗତ କରୁଛି ଏବଂ ତଦନ୍ତ ହଉ ଯଦି ମୁଁ ଭୁଲ କହୁଛି ମତେ ଫାଶୀ ଦିଅନ୍ତୁ ଆଉ ମୋର ଆପଣ ବିନମ୍ରତାର ସହିତ କହିବା କଥା ଆପଣମାନେ ଯୋଉ କେସ୍ କରିଛନ୍ତି ଯେ 299 ଆଉ 356 ଧାରାରେ ମୁଁ ବଡ ବିନମ୍ରତାର ସହିତ କହୁଛି ଯେ ଧାର୍ମିକ ଭାବନା ଆପଣଙ୍କର କଣ କ୍ଷତି ହେଲା ସେଇଟା ଆମେ ଜାଣିନୁ ଆଉ ଦ୍ୱିତୀୟ ଜିନିଷଟା ଯୋଉ ଆପଣ କହିଲେ ଯେ ସମ୍ମାନ ହାନି ହେଇଛି ଆମେ ତ ଆପଣ ଡିଫାମେସନ କରିଛନ୍ତି ଯେ ସେଇଟା ଆମେ ତ ଆପଣମାନଙ୍କ ନାଁରେ କେସ୍ କରୁନୁ ଆପଣମାନଙ୍କ ସମ୍ମାନ କଣ ହାନି ହେଲା ଆମେ ତ ପ୍ରଣବ ପ୍ରକାଶ ଦାସ ବବି ଦାସଙ୍କ ନାଁରେ କେସ୍ କରିଛୁ ଠିକାଦାର ମାନଙ୍କ ନାଁରେ ଓବିସିସି ଓଏମସି ଟାଟା ଯୋଉମାନେ ତ ସମ୍ପୃକ୍ତ ଯୋଉ ଗାଡିରେ ବୁହା ହେଇଛି ତ ଆପଣଙ୍କୁ ଆମେ ତ କେବେ ଦୋଷୀ କରିନୁ ଆପଣ କାହିଁକି କହିଲେ ଯେ ଆପଣଙ୍କୁ କଣ ମାନହାନି ହେଇଛି ଟିକେ ଜଣେଇଲେ କଣ ସମ୍ମାନ ହାନି ହେଇଛି ଟିକେ ଜଣେଇଲେ ଆମେ ଟିକେ ଖୁସି ହୁଅନ୍ତୁ ପ୍ରାଇମିଆ ଫେସାଇ ଆପଣ ମାନେ କେସ୍ ଦବାର ମୌଳିକ ଅଧିକାର ନାହିଁ ଯିଏ ଦବା ଲୋକ ସେ କାହିଁ ଲୁଚିଛନ୍ତି ପ୍ରଣବ ପ୍ରକାଶ ଦାସ ବବି ଦାସ ନିଶ୍ଚୟ ନିଜେ ଆସି କୁହନ୍ତୁ ଯେ ଏଇଟା ପ୍ରକୃତରେ ପଥରଟା କୋଉଠୁ ଆସିଛି ସେ କହ ଯଦି କହନ୍ତି ଆମେ ଏଟା ପୁଲିସ ଆରେ କହିବୁ ନା ଆମେ ଆପଣଙ୍କର କହିବାକୁ ଚାହୁଁନୁ ସେ କହିଲେ ଆମେ ତାଙ୍କୁ କୁହନ୍ତୁ ଆପଣ କୋଉ ଠିକାଦାର ମିଟି ଲଗେଇଥିଲେ କୋଟି କୋଟି ଟଙ୍କା 100 କୋଟି ଟଙ୍କା ଠିକାଦାରୀ ଦେଇକିରି ସେ ତାଙ୍କର ଯେତେବେଳେ ଆଣୁଥିଲେ ପଥର ଏଠିକି 10 ଟ୍ରିପ ଆସୁଥିଲା ମହାପ୍ରଭୁ ପାଖକୁ ସେଥିରେ ଗୋଟେ ଟ୍ରିପ କିନ୍ତୁ ଆପଣଙ୍କ ପାଖକୁ ଯାଉଥିଲା ଆମେ ତ କହିଲୁ ବବି ଦାସ ତାଙ୍କ କାନ୍ଧରେ ଚୋରି କରି ନେଇଯାଇଛନ୍ତି ସେ ଯୋଉ ଘରଟା ସେଇଟା ସେ ପଥରରେ ତିଆରି ହେଇଛି ବୋଲି ଆମେ ଆଲିଗେସନ ଆଣିଛୁ ଯଦି ଆମେ ମିଛ ଆମକୁ ଦଣ୍ଡ ଦିଆଯାଉ ଯଦି ଆମେ ସତ ସେଟା ପୁଲିସ ଏପର୍ଯ୍ୟନ୍ତ କହିଲାନି ସତ କି ମିଛ ଗୋଟେ ଜିନିଷ ଯେତେବେଳେ ଇନଭେଷ୍ଟିଗେସନ ଚାଲିଛି ଆପଣମାନେ କେମିତି ଏକଥା କହୁଛନ୍ତି ମାନହାନି ହେଇଗଲା ଯଦି କାଲି ସତ ପ୍ରମାଣିତ ହେଇଯିବ ସେ ଚୋରି କରି ନେଇଛନ୍ତି ବୋଲି ଆପଣମାନଙ୍କ ଇଜ୍ଜତ ରହିବ ତ ଚିନ୍ତା କରନ୍ତୁ ଏଟା ଜଗନ୍ନାଥଙ୍କ କଥା ଏଟା ମୋର ବ୍ୟକ୍ତିଗତ କଥା ନୁହଁ ମୋ ଘରୁ କିଛି ଯାଇନି ମୁଁ ମୋ ପାଇଁ କହିନି ଆଜ୍ଞା ମୋର ବିନମ୍ରତାର ସହିତ କହିବା କଥା ତଦନ୍ତ ହଉ ମୁଁ ଯଦି ଭୁଲ କରିଛି ମତେ ବାନ୍ଧନ୍ତୁ ମୁଁ ଫାଶୀ ପାଇବାକୁ ରେଡି କିନ୍ତୁ ଉଲ୍ଟି ଚୋରର ପାଇକ ପଡ ତମେ ଲୁଚିଛ କାହିଁକି ବବି ବାବୁ ମୁଁ ଆପଣଙ୍କୁ ମୋର ଶତ୍ରୁ ନୁହନ୍ତି ଆପଣ ଜଣେ ଜଗନ୍ନାଥ ଭକ୍ତ ହେଇପାରନ୍ତି ଆମ ନିଜ ଲୋକ ମାନେ ଓଡିଶା ଲୋକ କିଛି ଅସୁବିଧା ନାହିଁ ଆପଣଙ୍କ ନାଁରେ ଆମେ ଗୋଟେ ଆଲିଗେସନ ଆଣିଲୁ ଆପଣ କାହିଁ ଲୁଚୁଛନ୍ତି ଆପଣ ସାମ୍ବାଦିକ ସମ୍ମିଳନୀରେ ନିଜେ କହୁନାହାନ୍ତି ଯେ ନାଇଁ ମୁଁ ନିର୍ଦ୍ଦୋଷ ମୁଁ ଜଗନ୍ନାଥଙ୍କୁ ଛୁଇଁ କହୁଛି ଏଟା ମିଛ କଥା ମୁଁ ଲୋକନାଥ ପାଦକୁ ଛୁଇଁ କହୁଛି ଏଟା ମିଛ କଥା ତାହେଲେ ଆମେ ଜାଣିବୁ ଏଟା ମିଛ କଥା ବୋଲି ତାପରେ ଆମେ କହିବୁ କୋଉଟା ସତ କୋଉଟା ମିଛ କିନ୍ତୁ ଆପଣ ନିଜେ ଲୁଚିକିରି ଆପଣଙ୍କର ଲୋକମାନଙ୍କ ଦ୍ଵାରା ବିଚରା ବୁଢାଙ୍କ ଦ୍ଵାରା ଦାଦାଙ୍କ ଦ୍ଵାରା ନିରୀହ ଲୋକମାନଙ୍କୁ ଆଣିକି ସାମ୍ନାରେ ଆପଣ କଣ ଦେଖିବାକୁ ଚାହୁଁଛନ୍ତି କୋଉ ଭଳି ଭାବରେ ଲୋକ ମତାମତ ଦଉଛନ୍ତି ଦେଖିଲେଣି ତେଣୁ ଆପଣଙ୍କୁ ଆମର ବିନମ୍ର ଅନୁରୋଧ ଆପଣ ନ ଲୁଚିକିରି ସାମ୍ନାକୁ ଆସନ୍ତୁ ସାମ୍ବାଦିକ ସମ୍ମିଳନୀ କରିକି ଛାତି ବାଡେଇକିରି କୁହନ୍ତୁ ମୁଁ ନେଇନି ସେ ପଥରରେ ହେଇନି ଆପଣ କହିପାରିବେ କେବେ କହିପାରିବେ ଜୟ ଜଗନ୍ନାଥ।